କେତେ ବେଲେ କାନ ଦିଗଣ ନେଇକି ଆ ଏ ପଦ ଆସୁନି ଏଇ ନିଆ ତମେ ମନ୍ନା ଓହୋ ପାନ ଖଣ୍ଡେ ମିଳିଲା ଯା ହୋ କାଇଁ ମାଇକ୍ରୋଫୋନ କୁ ଅନଉଛି ଖାଲି ହ୍ୟାଲୋ ଭାନୁ ହ୍ୟାଲୋ ତୁ କାଇଁ କାନ୍ଦୁଛୁ ତୋ କାନ ଭାଗ କୋଉଠି ହେଲା ନା ଗୁଆ କାଟଟା ଆମ୍ବ କୋଠି ହେଲା ବା ହ୍ୟାଲୋ କାଇଁ କାନ୍ଦୁଛୁ ମତେ ଟିକେ କହ ମୋର କାନ୍ଦିବା ଛଡା କଣ ଉପାୟ ଅଛି ଯେ କଣ ହେଲା ମୋ ସାଙ୍ଗରେ ସ୍ୱାମୀ ଥାନ୍ତା ତମେ ପୁଣି କାନ୍ଦିବ ମୋ କର୍ମ ଫଳ ମୁଁ ଭୋଗୁଛି ହାତ ଆକୁ ଦଣ୍ଡବତରେ ମକରନ୍ଦ ହାତ ପାପ ସେ ହାତ ନଉନି ଆ ତା ଛଡା ତମେ ମୋର ଅଢେଇ ନମ୍ବର ୱାଇଫି ପୁଣି ସେ ଅଢେଇ ଭାରି ଅଡୁଆ ଫାଷ୍ଟ ଏନି ସିଏ ମଲା 2 ନମ୍ବର ରାନୀ ସେ ଶଳା ଭଡୁଆ ଅସୁନି ନେଇଗଲା ଆଉ 3 ନମ୍ବର ଜ୍ୟୋତି ତାକୁ କో କାହ୍ନା ରଖିଛି ନେଇ ପୁରୀ ପଳେଇଲା ଶେଷରେ ଅଢେଇ ନରୁ ତମେ ପୋଷ୍ଟିଂ ହେଲ ମକରନ୍ଦ କରୁ କୂଳ ହାତ ମାକୁ ଦଣ୍ଡବତରେ ମକରନ୍ଦ ବୋପା ମଲା ଭାଇ ଗଲା ଜମେଲା ଆଉ ଛତରେ ପଡିଥାନ୍ତା ତମ ହାତ ଧରି ବାଜା ବଜେଇ ବାଣ ବୁଡେ ତମ ବାହାଇନି ସବୁ ଭାଇ ମାନେ ବାଜା ବଜେଇକି ବାଣ ହୁଅନ୍ତି ଆଉ ତମ ଅଧିକା କଣ କରିଦେଲା କି ନା ବାଣ ଫୁଟେଇ ବାଜା ବଜେଇକି ଢୋଲ ବଜେଇଲାନି ବେଟା ବଜେଇ ବାହାରିଲାନି ଭାସି ଗଲା ସେଠି ଆରେ ଭାଷଣଟା କଣ ଆଲୋ ବୋପା ଆରେ ପରା ତୁ ଗୋବର ଗୋଟେଇ ଥାନ୍ତୁ ତତେ ଏଠିକି ଆଣିକି ଅରୁଆ ଭାତ ଅଣ୍ଡା ଝୋଳ ଖାଇବାକୁ ଦଉନି ସେ ଖାଇବାରେ କଣ ଅଛି ସବୁବେଳେ ଖାଲି ଖାଇଗଲା ମୁଁ ସେ ଅଣ୍ଡା ଭାତ ଖାଇବିନି ମୁଁ ଯାଉଛି ମୋ ବାପ ଘରକୁ ସବୁବେଳେ ଖାଇଗଲା ବାହାଘର 2.5 ବର୍ଷ ପୁରି ଗଲାଣି ମୋ ସାଙ୍ଗମାନେ ମୋ ସହିତ ମା ଡାକ ଜାଣିଲେଣି ଛୁଆ ଖାଇଲେଣି ହେଲେ ମୁଁ ସିଏ ଶୁଣନ୍ତାନି ତାଙ୍କର ପିଲାପିଲି ହେଲା ସିଏ ଶୁଣିଲେ ମୁଁ ତ ରାତି ସାରା ଯେତେ କଷ୍ଟ କରୁଛି ଫଳ ଫଳୁନି ମୁଁ କରିମି କଣ ହେଠି ତମେ କିଛି ଗୋଟେ ବ୍ୟବସ୍ଥା କର ଅୟୋ ଭାନୁ ବ୍ୟବସ୍ଥା ମୁଁ ଗୋଟେ ଛୁଆ ପଡୋଶନ ମେସିନ ବସେଇବି ନାଇଁ ମୋ ମା ହବା ପାଇଁ ଚାହୁଁଛି ଆଲୋ ଚାହୁଁନା ଚାହିଁବାକୁ କିଏ କଣ ମନା କରୁଛି ଆଲୋ ମୁଁ ତ ଚାହୁଁଛି ସାଙ୍ଗେ ସାଙ୍ଗେ ମୌନ ମାଝିକି ନବୀନ ପଟ୍ଟନାୟକ ହେଇଯାନ୍ତି ମୁଁ କଣ ଚାହିଁଲେ ହେଇଯିବି ତମେ କଟକ ଯିବ ନା ହଁ ଯିବି ମୁଁ ବି ଯିବି ତମେ ଯିବ ହଉ ହେଲା ତମେ ମୋ ବାହାର ସ୍ତ୍ରୀଟି ମୋ ଅଙ୍ଗରୁ ଅଧେ ମୋ ପ୍ରାଣରୁ ପଡାଏ ହଉ ତମେ ଏଥର ମଗେଇ ଆସ ମୁଁ ତମର ସବୁ କଥା ମାନିବି ହେଲେ ମୋ ରାଧ ଭାଇକି ମୁଁ 2 ବର୍ଷ ହେଲା ଦେଖିନି ତମେ କଟକ ମତେ ନବ ନା ହଉ ହେଲା କାଲି କଣ ନେବି ହୋଟେଲରେ ରଖିବି ପୋଟଳ କଷା ଖୁଆଇବି ପାତି ରେଳରେ ବୁଲେଇବି ଓ ଭରିବି ତଳେ ଖାଲି ଗଳେଇବି ଆମେ ହୋଟେଲ ପାଇଁ ରହିବା ଯେ ତା ଛଡା ମୋ ରାଧ ଭାଇ କଟକରେ ମୋ ରାଧ ଭାଇ ରାନୀହାଟରେ ଅଛନ୍ତି ଆମେ ସେଇଠି ଗୋଟେ ମାସ ରହିବା ତାପରେ ମତେ ଗୋଟେ ବଡ ଡକ୍ଟର ଦେଖେଇଲା ଭାଇ ମକରନ୍ଦ ତମକୁ କଣ ବଡ ରୋଗ ହେଲା କି ନାଇଁ ପିଲାଟିଏ ପାଇଁ ଡକ୍ଟର ଦେଖେଇବାକୁ ଚାହୁଁଛି ଏଇ କିଏ କୋଉଠି ଅଛ ମତେ ଘରେ ହୟ ଭାନୁ ଆମ ସରକାର ପିଲା ନ ବାଲାଏ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଆମର ଯଦି ମାଗଣାରେ ବନ୍ଦ ହେଇଗଲା ତମେ ତମ ବ୍ଲକ 1 ନମ୍ବର ହିସାବ ରହିବ ତମେ ମତେ ଆରେଷ୍ଟ ହେଲେ ମୁଁ ତୁମର ଭାରି ଯାହା ଠିକ ହଉ ହେଲା ତମ କଥା ମାନେ ମୁଁ ତମକୁ କଟକ ନେବି କିନ୍ତୁ ତମକୁ ମୋର ଗୋଟେ କଥା ମାନିବାକୁ ପଡିବ ହଉ କଣ କୁହ ଆମ ଗାଁ କମୁଡି ଦାସ ସବୁ ମାନି ତା ଦିଅର ପଢା ପାଇଁ ମୋ ଠାରୁ 50,000 ଟଙ୍କା ନେଇଥିଲା ସୁଧ ମୂଳ ମିଶି 1 ଲକ୍ଷ ଟଙ୍କା ହେଲାଣି ମୁଁ ସେଟା ମାଗିଲା ବେଳକୁ ତା ଦିଅର ମତେ ଏକା ମୁଠା ଦେଲା ଯେ କଣ ହେଲା ତମଠୁ ଟଙ୍କା ନେଇକି ତମକୁ ପୁଣି ମାର ଆରେ ମାରି ମାରି ମୋ କଳ ଦାନ୍ତ ଭାଙ୍ଗି ଦେଇଛି ଆଜି ଗାଧୁଆଳେ ଚିକେନ ହେଇଥିଲା ଖାଇ ପାଇଲି ନାହିଁ ତମେ ଚୁପଚାପ ଚାଲି ଆସିଲ ସେଟା ମତେ ମାଗଣାରେ ମର୍ଡର କରି ଦେଇଥାନ୍ତା ସେ କୁକୁର ମାନେ ତମକୁ ଭାବିଲ ମୋର ତ ଯାହା ହେଇଥାନ୍ତା ହେଇଥାନ୍ତା ତମର କଣ ହେଇଥାନ୍ତା ସେଟା ମୁଁ ମରିଥାନ୍ତି ଅଧା ବର୍ଷ ରାଣ୍ଡ ହେଇଥାନ୍ତା 12 ସୁଣ୍ଡି ପିଲା ବୁଝିଥାନ୍ତ ଏଇ ଯୋଉ ଟୋକା ମାନେ ବସଛନ୍ତି ତମକୁ ନେଇକି ଭାଗି ଯାଇଥାନ୍ତେ ଆଉ ତା ଛଡା ମୁଁ ତାକୁ ଧମକ ଦେଇ ଆସିଛି ସଂକ୍ରାନ୍ତି ସକାଳେ ମୋ ଟଙ୍କା ନ ଦବ ତା ବୋଉକୁ ମୁଁ ଏଠିକି ଉଠେଇ ଆଣିବି ମକରନ୍ଦ ମୁଁ ଅଲବତ କରିବି ମୁଁ ଭାବୁଛି ଯେ ଝାମେଲା କାହିଁ ପଶିବି ତମେ ଗୋଟେ କାମ କର ଆଜି ରାତିରେ ତାଙ୍କ ଘରକୁ ଯିବ ଆରେ ମାନିଆଡ ହେଇ ମାନିକି କହିବ ମାନେ ଆମ ଘରକୁ ଆସିଲା ମାତ୍ରେ ମୁଁ ତାକୁ ସିଧା କଟକ ସପ୍ଲାଇ କରିବି ମକରନ୍ଦ ତମେ ଏଥିରୁ କଣ ପାଇବ ସେ ସେଠୁ ଆଉ କୁଆଡେ ସପ୍ଲାଇ ହବ ତ ମାକୁ ଦଣ୍ଡବତରେ ମକରନ୍ଦ ଆପେ ମଲେ ଯୁଗ ଯାଏ କି ପାପ ହୁଏ
ପୁରା ମାନି ଭଳିଆ ଛଅଟା ଡକରେ ଘରେ ପହଞ୍ଚେଇ ଦେଲେ ସେ ପୁରା ମତେ ରାତାରାତି ମାଲାମାଲ କରିଦବ। ମୁଁ ସିଧା ସରପଞ୍ଚରୁ ଏମଏଲଏ ହେଇଯିବି। ତମେ ଏମଏଲଏ ହେଲେ ମୁଁ ଏମଏଲଏ ଭାଇ ହେବିଟି। ହଁ ପୁରା ମାଇକି ନା କାହାର ପୁରା ଫଟଫାଟ ବୁଝି ଯାଉଛି। ହଉ ମୁଁ ଆଉ ଡେରି କରୁନି, ମୁଁ ଚାଲିଲି ତରୁଣକୁ କହିବି 3ଟା ବଡ ରୋଜଗାର ଗାଡ଼ି ଟାଣିକି ରଖିବ। ମାନି ଆମ ଘରକୁ ଆସିଲା ମାତ୍ରେ ତାକୁ ସିଧା କଟକ। ହେଇଟି ମତେ କଟକ ନ ପଠି। ପକ୍କା ନେଇକି ଯିବି। ମୁଁ ଚାଲିଲି ଏଥର। ହଉ ମୁଁ କଟକ ଯିବି ଲୋ, କଟକ ଯିବି। ମୋ ରାଧୁଆ ଭାଇକି ମୁଁ 2 ବର୍ଷ ହେଲା ଦେଖି ନାହିଁ। ମୋ ରାଧୁଆ ଭାଇ ମତେ ଦେଖିଲେ କୁଣ୍ଢେଇ ପକେଇବ। ପ୍ରଥମ ଶ୍ରେଣୀରୁ 10ମ ଯାଏ ସାଙ୍ଗ ହେଇକି ପଢୁଥିଲୁ। ମୁଁ ଫେର ଏଇଠି ରହିଗଲି। ମୋ ରାଧୁଆ ଭାଇଟା ଯାଉଥିଲୁ, ଏକାଠି ପଢୁଥିଲୁ, ଏକାଠି ବୁଲୁଥିଲୁ, ଏକାଠି ଖାଉଥିଲୁ, ଏକାଠି କେତେ କଣ କରୁଥିଲୁ। ମୋ ରାଧୁଆ ଭାଇ ଲୋ, ରାଧୁଆ ଭାଇ। ସାଧନା ବାବୁ ଘରେ ଅଛନ୍ତି? ଆଲୋ ହେଇଲୋ, ତମେ ଏଠି ଦେଖଲୋ ସମସ୍ତେ ଗାଁ ମାଇକିନା। ନ ଦେଖିଲେ ଦୂରକୁ ଦେଖ ନା କଇଁଚ କାଢିଛି ବେକ। ଟଙ୍କା ଫେରାଅ, ଟଙ୍କା ନ ଫେରିଲେ ତ୍ରାହି ନାହିଁ, ଛୁଡୁଙ୍ଗା ନାହିଁ, କୁକୁଡ଼ା କା ମୁହୁଙ୍ଗା। ତମରି ଟଙ୍କା ପଇଠ କରିବା ପାଇଁ ମୋ ବଡ଼ ପୁଅଟା ସହରକୁ ଯାଇଥିଲା। ସେ ଆଉ ଜାଣିଲାନି ମା।